ମୋ ନାଁ ବନ୍ଦନା ଖଟୁଆ, ବିଡ଼ିଓ କେନ୍ଦ୍ରାପଡ଼ା। ମ୍ୟାଡ଼ାମ୍ ଆପଣଙ୍କର କଂସାର ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେବାର ଆମର ଅଭିଯୋଗ ଆସିଛି। ଏହା ଉପରେ ଆପଣଙ୍କର ବ୍ଲକ ପ୍ରଶାସନ ପକ୍ଷରୁ କ'ଣ ପଦକ୍ଷେପ ନିଆଗଲାଣି, କ'ଣ ସୂଚନା ରଖିବେ? ଆମର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ବର୍ତ୍ତମାନ ଯିଏ ସରପଞ୍ଚ ଅଛନ୍ତି ଶ୍ରୀମତୀ ସରୋଜିନୀ ନାୟକ କିଛି ଦିନ ପୂର୍ବରୁ ଆମକୁ ତାଙ୍କ ପଞ୍ଚାୟତରେ ପୂର୍ବ ଟର୍ମରେ ଯେଉଁ ସରପଞ୍ଚ ଥିଲେ ସେ କିଛି ଅନିୟମିତତା କରିଛନ୍ତି, ଯେମିତିକି ଏନ୍ଆର୍ଜିଏସ୍ରେ କିଛି 70-80 ଲକ୍ଷ ଟଙ୍କାର ଫଲ୍ସ ପେମେଣ୍ଟ କରିଛନ୍ତି ଏବଂ କିଛି ମୃତ ଲୋକଙ୍କ ନାଁରେ ଭତ୍ତା ପଇସା ବି ହଡ଼ପ ହେଇଛି ଏବଂ ଏବେ ଅଲଗା ସ୍କୁଲ ବାବଦରେ ବି ଯାହା ବି ସବୁ ଖର୍ଚ୍ଚ ହୋଇଥିଲେ ସେସବୁ ଜିନିଷ ବିଷୟରେ ସେ ତଥ୍ୟ ଦେଇଥିଲେ। ସେ ଉପରେ ସେ ଆମକୁ ଲିଖିତ ମାନେ ମୌଖିକ ଭାବରେ ଆମକୁ ଜଣେଇଛନ୍ତି ଏବଂ ତା ଉପରେ ଆମେ ଆଗାମୀ ଦିନରେ ଆମେ ତା ଉପରେ ସେଇ ଟର୍ମରେ କ'ଣ କ'ଣ କାମ ହେଇଥିଲା, ତାର କେମିତି ଅଡ଼ିଟ୍ ହେଇପାରିବ, ସ୍ପେଶାଲ ଅଡ଼ିଟ୍ ସୋସିଆଲ ଅଡ଼ିଟ୍ ତ ସେଠି ହେଇଥିଲା, ଅଡ଼ିଟ୍ ବି କିଛି ଫାଇଣ୍ଡିଂ କରିକି ବି ଦେଇଛନ୍ତି ଏବଂ ସ୍ପେଶାଲ ଅଡ଼ିଟ୍ କେମିତି ହେଇପାରିବ ସେ ବ୍ୟବସ୍ଥା ସେ ଉପରେ ଆମେ ତା ଉପରେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ କରୁଛୁ। ମ୍ୟାଡ଼ାମ୍ କହୁଛନ୍ତି ସେ ଜଣେ ପ୍ରଭାବଶାଳୀ ନେତା ଆଉ ବିଧାୟକଙ୍କର ବର୍ତ୍ତମାନ ବିଧାୟକଙ୍କର ଏକାତ୍ମ ଅନୁଗତ। ଏହା ଆପଣଙ୍କର ଆମର ଯେଉଁ ତଦନ୍ତ ଚାଲିଛି ସେ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି କରିବ କି? ନାଇଁ, ବିଲକୁଲ ବି ନାହିଁ। କାହିଁକି ଉପରସ୍ଥ ଅଧିକାରୀ ସବୁବେଳେ ନିରପେକ୍ଷ ଭାବରେ ତଦନ୍ତ କରନ୍ତି। ଆଉ ଓଡ଼ିଶା ଭିଜିଲାନ୍ସ ହୁଅନ୍ତୁ କି ଉପରର ସ୍ପେଶାଲ ଅଡ଼ିଟ୍ ହୁଅନ୍ତୁ, ଯେଉଁ ଅଡ଼ିଟ୍ ଟିମ୍ ଆସନ୍ତି ସେମାନେ ନିରପେକ୍ଷ ଭାବେ ଆଗରୁ ବି ଅଡ଼ିଟ୍ କରିଛନ୍ତି, ସଠିକ୍ ରିପୋର୍ଟ ଦେଇଛନ୍ତି, ସରକାରଙ୍କୁ ତଥ୍ୟ ଦେଇଛନ୍ତି। ସେଇଭଳି ଆମେ ଭାବୁଛୁ ଯିଏ କିଛି ଭୁଲ କାମ କରିଛନ୍ତି ନିହାତି ଭାବରେ ସେଥିରେ ତାଙ୍କର ବାହାରିବ, ସବୁତିକ ତଥ୍ୟ ସବୁ ବାହାରିବ ଏବଂ ନିରପେକ୍ଷ ତଦନ୍ତ ହେବ ବୋଲି ମୁଁ ଆଶା କରୁଛି।